ଅଖା ବେପାରରୁ ସିଧା କୋଟିପତି। ହଁ ହଁ ଆଶ୍ଚର୍ଯ୍ୟ ହଁ ନା, କଥାଟା କିନ୍ତୁ ନିରାଟ ସତ, ବୁଝିଲୁ ନା। ଏଟା କୋଉଠି ହଉଛି ବା? ଏଇ ତାଲଚେରରେ ହଉଛି, ତାଲଚେରରେ ପେପରରେ ବାହାରିଛି ଅଖା ବେପାରରୁ କୋଟିପତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଇଏ ସର୍ବଗିଳା ପବିତ୍ର ଭୂତିଆ ନିଜ ବାପାଙ୍କୁ ବାଲି ମାଫିଆ ସଜେଇ ବେଆଇନ ଭାବରେ ମେସିନ ଜରିଆରେ ବାଲି ବିକି କୋଟି କୋଟି କଳା ଧନ ଅର୍ଜନ କରିବା ସହ ତାଲଚେର ପୌର ପରିଷଦର ନଗରପାଳ ହୋଇ ସରକାରୀ ଅର୍ଥକୁ ବାଟମାରଣା କରି ନିଜ ପକେଟ ଗରମ କରି ଆଜି ଶହ ଶହ କୋଟି ଟଙ୍କାର ମାଲିକ। ଆହୁରି ଶୁଣୁ, ଲୋକେ କହିଲେଣି କି କଳା ଟଙ୍କା ଜରିଆରେ ବ୍ୟାପକ ଜମି କିଣିଛି ଏଇ ସର୍ବଗିଳା ପବିତ୍ର। କଳା ସାମ୍ରାଜ୍ୟ କେବଳ ତାଲଚେରରେ ନୁହଁରେ ବାପା, ତାର କୋଟି କୋଟି ଟଙ୍କାର ଯୋଉ କଳା ସାମ୍ରାଜ୍ୟ ତାଲଚେରରେ ନୁହଁ, ଅନୁଗୁଳ ଏବଂ ଭୁବନେଶ୍ୱରରେ ବେଧଡ଼କ ଚଲେଇଛି ତାର କଳା ସାମ୍ରାଜ୍ୟ। ଏଇ ଦେଖୁନୁ, ଭୁବନେଶ୍ୱର ସହ ବେଧଡ଼କ ଚାଲିଛି ତାର କଳା ସାମ୍ରାଜ୍ୟ। ଏଇ କଳା ସାମ୍ରାଜ୍ୟକୁ ବଞ୍ଚେଇବା ପାଇଁ ଏବେ ପଦ୍ମ ପୋଖରୀରେ ଉବୁଟୁବୁ ହଉଛି କିଏ? ପବିତ୍ର ଭୂତିଆ, ସର୍ବଗିଳା ପବିତ୍ର ଭୂତିଆ। ଆହୁରି ଅଛି, ଶୁଣୁ 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 ଶୁଣୁ। ଲୋକଙ୍କ କହିବା ଅନୁସାରେ ଏଇ ସର୍ବଗିଳା ନଗରପାଳ ଭାବେ ଦାୟିତ୍ୱ ତୁଲାଇବା ଅବଧି ଭିତରେ ସରକାରୀ ରାଜକୋଷକୁ ଖାଲି କରିଦେଇଛି। ମାନେ କଣ କରିଛି କହିଲୁ? ଯାହା ଯେତିକି ସବୁ ଯୋଜନା ଫୋଜନା ଥିଲା, ଯାହା ଯେତିକି ଫଣ୍ଡ ଆସିଥିଲା ସବୁ ଯାକ ଘାଣ୍ଟି ବୁଝିପାରିଲୁ। ଏତେ ସରକାରୀ ଅର୍ଥ ଲୁଟିଛି ଲୋକଙ୍କ କହିବା ଅନୁସାରେ, ବୁଝିଲେ। ଆହୁରି ଅଛି, ଲୋକଙ୍କ କହିବା ଅନୁସାରେ ସିଏ ଏତେ ସରକାରୀ ଅର୍ଥକୁ ଲୁଟିଛି, ଆରଟିଆଇ ମାଗିଲା ବେଳକୁ କଣ, ଆରଟିଆଇ ମାଗିଲା ବେଳକୁ ଲୋକଙ୍କୁ ଧମକଉଛି, ଡରଉଛି, ଥରଉଛି, ଆଉ ତଥ୍ୟ ସବୁ ଲୁଚେଇକି ରଖିଦେଇଛି। ଇଏ ହଉଛି ସେଇ ସର୍ବଗିଳା ପବିତ୍ର ଭୂତିଆ। ଏଥର ବିଶ୍ୱାସ ହେଲା ତ? ହଁ, ତେଣୁକରି ଅଖା ବେପାରରୁ କୋଟିପତି ଆଜ୍ଞା କେମିତି ହଉଛନ୍ତି, ସେ ସର୍ବଗିଳା ପବିତ୍ର ଭୂତିଆକୁ ଯାଇକି ଆଜ୍ଞା ଟିକେ ପଚାରିବେ। ଆରେ ତୁ କୋଟିପତି ହବ କି? ନାଇଁ ଭାଇ, ମୋର ଏଇ କଳା ଟଙ୍କା ଦରକାର ନାହିଁ। ନାଇଁ ଯାଉନୁ, ଯା ପବିତ୍ର ଭୂତିଆ ପାଖକୁ ଯା। ଆପଣଙ୍କ ଯାଆନ୍ତୁ, ପବିତ୍ର ଭୂତିଆ ପାଖରେ ପହଞ୍ଚନ୍ତୁ, ଆଉ ଅଖା ବେପାରରୁ କୋଟିପତି ହେବାର ତରିକାଟା ଟିକେ ଶିଖନ୍ତୁ।